ସୁଖରେ ଥିବା ଲୋକ ବୁଝନ୍ତି ନାହିଁ କଷ୍ଟ କ'ଣ। ସ୍ୱପ୍ନ ଦେଖିଥିବା ଲୋକ ବୁଝନ୍ତି ନାହିଁ ବାସ୍ତବତା କ'ଣ। ଆଉ ସ୍ୱାର୍ଥପର ଲୋକ ବୁଝନ୍ତି ନାହିଁ ସମ୍ପର୍କ କ'ଣ। ପାଣିକୁ ନ ପଶିଲେ ଯେମିତି ପହଁରିବା ଶିଖି ହୁଏ ନାହିଁ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ। ନିଜର ଖୁସି ପାଇଁ କେବେ କାହା ସହିତ ଟାଇମ୍ ପାସ୍ କରନ୍ତୁ ନାହିଁ, କାରଣ ତୁମର ଟାଇମ୍ ପାସ୍ ସିନା ପୂରଣ ହୋଇଯିବ, ହେଲେ କେହି ଜଣେ ସବୁଦିନ ପାଇଁ ହସିବା ଭୁଲିଯିବ। ଯେତେବେଳେ ଯାଏଁ ନିଜେ କଷ୍ଟ ନ ପାଇଛ, ସେତେବେଳେ ଯାଏଁ ଅନ୍ୟର କଷ୍ଟକୁ ଅନୁଭବ କରିପାରିବ ନାହିଁ। ଲାଇଫ୍ରେ ସବୁ କରିବ, ହେଲେ ପାଗଳ ପରି ଭଲ ପାଇବା ଆଉ ଅନ୍ଧଙ୍କ ପରି ବିଶ୍ୱାସ କେବେ କାହା ଉପରେ କରିବନି। ଖେଳିବା ପାଇଁ ଏ ଦୁନିଆରେ ଅନେକ ପ୍ରକାରର ଖେଳ ଏବଂ ଖେଳନା ଅଛି। ଦୟାକରି କାହା ହୃଦୟ ଏବଂ ଭାବନାର ସହିତ ଖେଳନ୍ତୁ ନାହିଁ। ଜୀବନସାଥୀ ଦିନେ ନା ଦିନେ ସମସ୍ତଙ୍କୁ ମିଳେ, ହେଲେ ମନର କଥା ଆଉ ହୃଦୟର ଭାଷା ବୁଝିପାରୁଥିବା ଜୀବନସାଥୀ ଭାଗ୍ୟରେ ଥିଲେ ମିଳେ। ଖୁସିରେ ରହିବା ପାଇଁ ମଣିଷ ଭିତରେ ଦୁଇଟି ଜିନିଷ ରହିବା ବହୁତ ଜରୁରୀ: ସହିବାର ଓ ଶୁଣିବାର ଶକ୍ତି, ବୁଝିବା ଓ ବୁଝାଇବାର ଶକ୍ତି। ଦିନେ ଶ୍ରୀକୃଷ୍ଣ କହିଲେ, ମୁଁ ଭଗବାନ ହୋଇ ମଧ୍ୟ ମୋ ଭାଗ୍ୟ ବଦଳାଇ ପାରିଲି ନାହିଁ। ମୀରା ଚାହୁଁଥିଲେ ମୋତେ, ମୁଁ ଚାହୁଁଥିଲି ରାଧାକୁ, କିନ୍ତୁ ମୁଁ ହେଇଗଲି ରୁକ୍ମଣୀର। ତେଣୁ ଯିଏ ଯାହା ଭାଗ୍ୟରେ ଅଛି ତାକୁ କେହି କେବେ ବଦଳାଇ ପାରିବେ ନାହିଁ। ଭଗବାନ କହିଛନ୍ତି, ତୁମେ କାହାକୁ ଦୁଃଖ ଦେଇ ମୋ ପାଖରୁ ସୁଖର ଆଶା ରଖ ନାହିଁ। ଆଉ ଯଦି କାହାକୁ ମୁହୂର୍ତ୍ତକ ପାଇଁ ଖୁସି ଦେଇଛ, ତେବେ ତୁମେ ତୁମ ଦୁଃଖର ଚିନ୍ତା କର ନାହିଁ। ଜ୍ଞାନ ଗୋଟେ ଏମିତି ଉପହାର ଯାହା ମଣିଷକୁ କେଉଁ ସ୍ଥାନରୁ କେଉଁ ସ୍ଥାନରେ ପହଞ୍ଚାଇ ଦିଏ, ତାକୁ ଖାଲି ମନ ଧ୍ୟାନ ଦେଇ ଉପଯୋଗ କରିପାରିଲେ ହେଲା। ଆଶା କରୁଛି ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।